ଆଜି ଶ୍ରାବଣ ମାସର ପହେଲା ସୋମବାରେ ଏତେ ଲୋକ ହେବେ ବୋଲି ଭାବିନି ଥେଇ। ହେଲୋ ଫ୍ରେଣ୍ଡ ସମସ୍ତଙ୍କୁ ମୋର ଜୁହାର ଜୟ ମା ମାଣିକେଶ୍ୱରୀ। ପହେଲା ମୁଇଁ ଇଟା ସାନଭି ମମ୍ମୀ ଘରକେ ଆସି ଯାଇଥିନି କାଁଜିକିନା ବୋଲେ ସାନଭି ମମ୍ମୀର 9 ମନ୍ଥର ଫଟୋ ସୁଟ୍ করবার ଅଛି ବୋଲେ କିଛି ଡେକୋରେଟ୍ করবার ଲାଗି। ତାରପରେ ଏଇଟା ହଉଛି ନେକ୍ସଟ ଦିନର ଭିଡିଓ। ମୁଇଁ ଇଟା ଗାଧି ବୁଡି କରି ରେଡି ହେଇ ଯାଇଥିଲି ନ ଆଉ ମୋର ହଜବେଣ୍ଡ ଇଆଡେ ଶୁଇଛନ୍ ତାଲି। ଆଜି ଆମକେ ଯିବାର ଅଛି ମନ୍ଦିର ତାପରେ ମୁଇଁ ଇଟା ଘରେ ବି ପୂଜା ପାଠ ସରେଇ ଦେଇଥିଲି ନ ଆଉ ଇଆଡେ ପୂଜା ସାମାନ ବି ମୁଇଁ ରେଡି କରି ଦେଇ ସାରିଥିଲି ନ ତାରପରେ ଆମେ ବାହାରି ଯାଇସୁ ମନ୍ଦିର। ଆଉ ଇନେ ରାସ୍ତାନେ ଦେଖବାକେ ପାଇସୁଁ ଯେ ବହୁତ ସାରା ଲୋକ ମନ୍ଦିର ଯାଉ ତାରପରେ ଆମେ ପହଞ୍ଚି ଯାଇସୁଁ ବେଲଗା ନଦୀକେ ଆଉ ଇ ଭିଉ କେ ଦେଖବାର ମଜା ହିଁ କିଛି ଅଲଗା ଥିଲା। ତାରପରେ ଆମେ ପହଞ୍ଚି ଯାଇସୁଁ ଅମାଟ ମନ୍ଦିର ଆଉ ଯେତେ ଲୋକ ଥିଲେ ଯେ କାଣା କହିମି ତାରପରେ ଆମେ ଲାଇନ ଲମ୍ବାର ଲାଗି ଆସି ଯାଇସୁଁ। ଆଉ ଆଜି ଶ୍ରାବଣ ମାସର ପହେଲା ସୋମବାର ବୋଲେ ବହୁତ ସାରା ଲୋକ ଦର୍ଶନ କରବାର ଲାଗି ଆସିଥିଲେ। ତାରପରେ ଆମେ ଲାଇନ ରେ କେତେ ଘଣ୍ଟା ରହିଲା ପରେ ପହଞ୍ଚି ଯାଇସୁଁ ଭୋଲା ବାବାଙ୍କର ପାଖେ। ଇନେ ତାରପରେ ଆମର ସାନଭି ମମ୍ମୀ ମାନେ ବି ଆସି ଯାଇଥିଲେ ଦର୍ଶନ କରବାର ଲାଗି। ତାରପରେ ଆମର ସବୁଠାନେ ପୂଜା ପାଠ ବି ସରି ଯାଇଥିଲା ନ ଆଉ ସାନଭି ମା କେତେ ଖୁସି ଦେଖ ଆମେ ଫିରଲା ବେଲେ ତ ବହୁତ ସାରା ଲୋକ ହେଇଯାଇଥିଲେ ନ ତାରପରେ ଏଇଟା ଆସି ଯାଇସୁଁ ଘର ତ ଘର ଆସିଲା ବେଲେ ଟିକେ ବେଲଗାମ ବ୍ରିଜ ନେ ଅଟକି ଯାଇସୁଁ କାଜିକିନା ବୋଲେ ଫଟୋ ହେବାର ଥିସି। ଆଉ ମୁଇଁ ଇନା କିଛି ଭିଡିଓ ନେଇ ବନେଇ ପାରିନି ତାରପରେ ମୁଇଁ ଇନା ଘର ଆସିକରି ବନେଇ ସାରିଥିଲି ନା କ୍ଷୀରି। ତାରପରେ ଏଇଟା ସନ୍ଧ୍ୟା ବେଲେ ଆସିଥିଲେ ସାନଭି ମା ବୋଇଲେ ମରନେ ଟିକେ ଏଇଟା ଗେଲ ହେଉଛନ୍ ଦେଖ। ତ ଫ୍ରେଣ୍ଡସ୍ ଭିଡିଓ ଯଦି ଭଲ ଲାଗିଥିଲା ବୋଇଲେ ଲାଇକ୍ ସେୟାର ଫଲୋ କରବାକେ ବିଲକୁଲ ନି ଭୁଲବେ ଆଉ କमेଣ୍ଟ ଜରୁର ସେ କରିଦେବେ। ଜୁହାର।